ଲାଭ ମଧ୍ୟ ଏଠି ମଝିରେ ମଝିରେ ଫଟୋ ମାରବୁ 70% ପିଲାଙ୍କ ପେଟରେ କୃମି ହୋଇଥାଏ। ଫ୍ରେଞ୍ଚ ଡାକ୍ତର ଭିକ୍ଟର ରେସିନ୍ କହନ୍ତି ଯେ ତୁଳସୀ ଏକ ଅଦ୍ଭୁତ ଔଷଧ, ୱଣ୍ଡର ଡ୍ରଗ୍ ଅଟେ, ଯାହା ବ୍ଲଡ ପ୍ରେସର, ପାଚନତନ୍ତ୍ରର ନିୟନ୍ତ୍ରଣ, ରକ୍ତ କଣିକାର ବୃଦ୍ଧି ଏବଂ ମାନସିକ ରୋଗରେ ଅତ୍ୟନ୍ତ ଲାଭକାରୀ ଅଟେ। ତିରୁପତିର SB ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଅଧ୍ୟୟନ ଅନୁସାରେ ତୁଳସୀ ନିଶ୍ୱାସରେ ଓଜନ ବାୟୁ ଛାଡ଼ିଥାଏ, ଯାହା ବିଶେଷ ଫୁର୍ତ୍ତି ପ୍ରଦାୟକ ଅଟେ। ଇମ୍ପେରିଆଲ ମ୍ୟାଲେରିଆଲ କନଫରେନ୍ସର ଦାବି ହେଉଛି ଯେ ମ୍ୟାଲେରିଆରେ ବିଶ୍ୱସନୀୟ ପ୍ରମାଣିତ ଔଷଧି ହେଉଛି ତୁଳସୀ। ଏସବୁ କଥାର ଧ୍ୟାନ ରଖନ୍ତୁ କି ଅମାବାସ୍ୟା, ପୂର୍ଣ୍ଣିମା, ଦ୍ୱାଦଶୀରେ ତୁଳସୀ ପତ୍ର ଛିଣ୍ଡାଇବା ଉଚିତ ନୁହେଁ। ରବିବାର ଦିନ ତୁଳସୀ ପତ୍ର ଖାଇବା ଏବଂ ଛିଣ୍ଡାଇବା ନିଷିଦ୍ଧ ଅଟେ। ତୁଳସୀ ସେବନର 2 ଘଣ୍ଟା ପୂର୍ବରୁ ଏବଂ 2 ଘଣ୍ଟା ପର ପର୍ଯ୍ୟନ୍ତ କ୍ଷୀର ପିଇବା ଉଚିତ ନୁହେଁ। କୁହାଯାଏ ଯେ ତୁଳସୀ ଗଛ ପାଖରେ ବସି ପ୍ରାଣାୟାମ କରିବା ଦ୍ୱାରା ବଳ, ବୁଦ୍ଧି ଏବଂ ଓଜର ବୃଦ୍ଧି ହୋଇଥାଏ। ଏହା ବି ଲେଖାଯାଇଛି ଯେ ତୁଳସୀ ନିକଟରେ ଯେଉଁ ମନ୍ତ୍ର, ଶ୍ଲୋକ ଆଦିର ଜପ ପାଠ କରାଯାଇଥାଏ ସେ ସବୁ ଅନନ୍ତ ଗୁଣା ଫଳଦାୟୀ ଅଟେ। ପୂଜ୍ୟ ସନ୍ଥ ଶ୍ରୀ ଆଶାରାମଜୀ ବାପୁ କୁହନ୍ତି, ଯେଉଁମାନେ ଦରିଦ୍ରତା ଦୂର କରିବାକୁ ଏବଂ ସୁଖ ସମ୍ପତ୍ତି ପାଇବାକୁ ପ୍ରଥମେ ତୁଳସୀ ମାତାଙ୍କୁ ସ୍ୱଚ୍ଛ ଏବଂ ଉଚ୍ଚ ଆସନରେ ସ୍ଥାପନ କରନ୍ତୁ। ଏହାପରେ ତୁଳସୀ ମା ସମସ୍ତେ ହାତ ଲଗେଇବା, ଇତି ଆମେ ଉଚ୍ଚ ଆସନରେ ବସେଇଲୁ ବୋଲା ଭାବବା। ରେକର୍ଡିଂ କରୁଛୁ ମନରେ ସମସ୍ତେ ହଁ ମା ତତେ ଏଠି ଛୁଣୁ କରୁନ୍ ଛୁନୁ ଛୁଇଁବୁ ନାହିଁ। ନିଜ ମଥାରେ ତିଳକ କରନ୍ତୁ ଏବଂ 2 ହାତ ଯୋଡ଼ି ତୁଳସୀ ମାତାଙ୍କୁ ପ୍ରଣାମ କରନ୍ତୁ। ପାଣି ଦେବା ତ ପାଣି ଦିଆ ମତେ ମନ୍ତ୍ର